ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଏହି ଛୋଟିଆ ୟୁଟ୍ୟୁବ୍ ଚ୍ୟାନେଲ୍ A to Z ଓଡ଼ିଆ ଟ୍ୟୁଟୋରିଆଲ୍। ତ ଆମେମାନେ ପୂର୍ବରୁ ଆଲୋଚନା କରିଥିଲେ ପଲିଟିକାଲ ସାଇନ୍ସ ସେକେଣ୍ଡ ଇୟର୍ର ଗଣତନ୍ତ୍ର ଅଧ୍ୟାୟ ସମ୍ପର୍କରେ। ତ ଆମେ ଦେଖିବା ଯେ ତା'ର କ୍ୱେଶ୍ଚିନ୍ ଆନ୍ସର୍ ସମ୍ପର୍କରେ। ତ ପ୍ରଥମ ପ୍ରଶ୍ନଟି ହେଲା, ପ୍ରାଚୀନ ଗ୍ରୀସ୍ ଓ ଆଧୁନିକ ସୁଇଜରଲ୍ୟାଣ୍ଡରେ କିଭଳି ଗଣତନ୍ତ୍ର ପ୍ରଚଳିତ ଥିଲା। ଆମେ ସମସ୍ତେ ଜାଣିଛେ ଯେ ପ୍ରାଚୀନ ସମୟରେ ପ୍ରତ୍ୟକ୍ଷ ଗଣତନ୍ତ୍ର ଥିଲା, ଯେଉଁ ଗଣତନ୍ତ୍ର ବ୍ୟବସ୍ଥାରେ କି ଲୋକମାନେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରୁଥିଲେ ବା ସିଧାସଳଖ ଭାବରେ ପ୍ରତିନିଧିକୁ ଚୟନ କରୁଥିଲେ। ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରନ୍ତି। କିଭଳି ଗଣତନ୍ତ୍ରରେ ନା ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରନ୍ତି। ନିର୍ବାଚନ ହେଉଛି ଡେସ୍କ ଗଣତନ୍ତ୍ରର ମୁଖ୍ୟ ନୀତି। ତ ନିର୍ବାଚନ ହେଉଛି ପରୋକ୍ଷ ବା ପ୍ରତିନିଧିମୂଳକ ଗଣତନ୍ତ୍ରର ମୁଖ୍ୟ ନୀତି। ପରୋକ୍ଷ ଗଣତନ୍ତ୍ରର ଅନ୍ୟ ନାମ ହେଲା ପ୍ରତିନିଧିମୂଳକ ଗଣତନ୍ତ୍ର। ପୂର୍ବରୁ ମଧ୍ୟ ଏହି ପ୍ରଶ୍ନଟି ବାରମ୍ବାର ଆସିଛି। ପୁଣି ଡେସ୍କ କହିଥିଲେ ଗଣତନ୍ତ୍ର ହେଉଛି ଲୋକମାନଙ୍କର ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ପର୍ଯ୍ୟବେସିତ ସରକାର ବା ଗଠିତ ସରକାର। ଏହା ଆବ୍ରାହାମ ଲିଙ୍କନ କହିଥିଲେ ଏବଂ ସିଲି କହିଥିଲେ ଯେ ଯେଉଁ ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରତ୍ୟେକଙ୍କର ଅଂଶଗ୍ରହଣ ଥାଏ। ସିଲିଙ୍କ ମତରେ ଗଣତନ୍ତ୍ର ଏକ ସରକାର ଯେଉଁଥିରେ ପ୍ରତ୍ୟେକଙ୍କର ଅଂଶ ଥାଏ। ଏହା କିଏ କହିଥିଲେ? ସିଲି କହିଥିଲେ ଏବଂ ଡେସ୍କ ଥାଏ ବୋଲି କହିଥିଲେ, ସେ ଅଂଶଗ୍ରହଣ କରିବାକୁ କହିଥିଲେ। ପୃଥିବୀର ବୃହତ୍ତମ ଗଣତନ୍ତ୍ର ରୂପେ ଡେସ୍କ ପରିଚିତ। ପୃଥିବୀର ବୃହତ୍ତମ ଗଣତନ୍ତ୍ର ରୂପରେ ଭାରତ ପରିଚିତ। ଗଣତନ୍ତ୍ର ଡେସ୍କ ପାଇଁ ଏକ ଶାସନ ବ୍ୟବସ୍ଥା, ଲୋକମାନଙ୍କ ପାଇଁ ଏକ ଶାସନ ବ୍ୟବସ୍ଥା। ଗଣତନ୍ତ୍ର ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଡେକ୍ସ ଓ ଡେସ୍କରୁ ଉଦ୍ଧୃତ ହୋଇଛି ବା ଆସିଛି, ଯାହାର ଅର୍ଥ ଯଥାକ୍ରମେ ଲୋକମାନେ ଓ କ୍ଷମତା। ଡେମୋସ୍ ଏବଂ କ୍ରାଟସ୍। ଡେମୋସ୍ର ଅର୍ଥ ହେଲା ଲୋକମାନେ, କ୍ରାଟସ୍ର ଅର୍ଥ ହେଲା କ୍ଷମତା। ପ୍ରତ୍ୟକ୍ଷ ଗଣତନ୍ତ୍ରର ମାଧ୍ୟମ ଗୁଡ଼ିକ ହେଲା କ'ଣ ନା ଗଣମତ, ଗଣ ଉଦ୍ୟୋଗ ଏବଂ ପ୍ରତ୍ୟାହାର, ଯାହାର ଇଂରାଜୀ ନାମ ଗୁଡ଼ିକ ହେଲା ଗଣମତାମତକୁ ରେଫରେଣ୍ଡମ୍, ଗଣ ଉଦ୍ୟୋଗକୁ ଇନିସିଏଟିଭ୍ ଏବଂ ପ୍ରତ୍ୟାହାରକୁ ରିକଲ୍ ବୋଲି କୁହାଯାଇଥାଏ। ପରୋକ୍ଷ ଗଣତନ୍ତ୍ରକୁ ଡେସ୍କ କୁହାଯାଏ। ନା ପରୋକ୍ଷ ଗଣତନ୍ତ୍ରକୁ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ। ଗଣତନ୍ତ୍ରର ମୂଳ ଭିତ୍ତି କ'ଣ? ନା ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି ଜନପ୍ରିୟ ସାର୍ବଭୌମତ୍ୱ, ଅର୍ଥାତ୍ ଲୋକମାନଙ୍କ ପାଖରେ ହିଁ ସର୍ବୋଚ୍ଚ କ୍ଷମତାର ରହିଛି। ନିମ୍ନଲିଖିତ ଉପାଦାନ ଗୁଡ଼ିକ ମଧ୍ୟରୁ କେଉଁଟି ଗଣତନ୍ତ୍ରର ସରକାର ଉପାଦାନ ନୁହେଁ? ଜଣେ ବ୍ୟକ୍ତିର ଶାସନ ସରକାରର ଉପାଦାନ ନୁହେଁ। ଆଇନର ଶାସନ, ସୀମିତ ସରକାର, ଦାୟିତ୍ୱଶୀଳ ସରକାର ଦେଖିବାକୁ ମିଳିଥାଏ, କିନ୍ତୁ ଜଣେ ବ୍ୟକ୍ତିର ଶାସନ ଆମେ ଦେଖିପାରିବା ନାହିଁ। ସମସ୍ତଙ୍କ ସମୂହରେ ହିଁ ଚାଲିଥାଏ। କେଉଁଟି ଗଣତନ୍ତ୍ରର ବିଭବ ଅଟେ? ରାଜନୈତିକ ଗଣତନ୍ତ୍ର, ସାମାଜିକ ଗଣତନ୍ତ୍ର, ଅର୍ଥନୈତିକ ଗଣତନ୍ତ୍ର। ଉପରୋକ୍ତ ସମସ୍ତ ବିଭବ ହିଁ ଏହାର ଅନ୍ତର୍ଭୁକ୍ତ। ପରୋକ୍ଷ ଗଣତନ୍ତ୍ର ଡେସ୍କ ନାମରେ ମଧ୍ୟ ପରିଚିତ। ପରୋକ୍ଷ ଗଣତନ୍ତ୍ର ପ୍ରତିନିଧିମୂଳକ ଗଣତନ୍ତ୍ର ଭାବରେ ମଧ୍ୟ ପ୍ରଚଳିତ ଏବଂ ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ଆମେ ବିଶୁଦ୍ଧ ଗଣତନ୍ତ୍ର ବୋଲି ମଧ୍ୟ କହିଥାଉ। ପରୋକ୍ଷ ଗଣତନ୍ତ୍ର ଡେସ୍କ ନୀତି ଉପରେ ପର୍ଯ୍ୟବେସିତ ଅଟେ। ନା ପରୋକ୍ଷ ଗଣତନ୍ତ୍ର ସରକାର ପରିଚାଳନାରେ ଲୋକମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ଉପରେ ପର୍ଯ୍ୟବେସିତ ହୋଇଥାଏ। ଡେସ୍କ ଗଣତନ୍ତ୍ରର ଏକ ମାଧ୍ୟମ ନୁହେଁ। ନା ଅଧ୍ୟାଦେଶ ନାହିଁ, ପ୍ରତ୍ୟାହାର ରହିଛି, ଗଣମତାମତ ରହିଛି, ଗଣ ଉଦ୍ୟୋଗ ରହିଛି। ତ ଗଣ ଉଦ୍ୟୋଗରେ ଲୋକମାନେ କିଛି ଯାହା ଆଶା କରିଥିବେ ଏବଂ ଗଣମତାମତ ଅର୍ଥାତ୍ ଯାହା ନିଜ ପ୍ରତିନିଧି ଦ୍ୱାରା ଗୋଟେ ଆଇନ ପ୍ରଣୟନ ହେବ, ସେ ତାକୁ ମତାମତ ଦେବେ। ଏବଂ ପ୍ରତ୍ୟାହାର ହେଲା ଯଦି ଅଯୋଗ୍ୟ ବିବେଚିତ ହୁଏ ପ୍ରତିନିଧି, ତାହାକୁ ନିଜ ଭୋଟ ମାଧ୍ୟମରେ ବହିଷ୍କାର କରିପାରିବେ। ଗଣତନ୍ତ୍ରର ସଫଳତା ପାଇଁ କେଉଁ ଆଧୁନିକ ବଳିଷ୍ଠ ଅଟେ? ତ ଗଣତାନ୍ତ୍ରିକ ନାଗରିକ ରହିବା ଆବଶ୍ୟକ, ଜାଗ୍ରତ ନାଗରିକ ହେବା ଆବଶ୍ୟକ, ଆର୍ଥିକ ସମାନତା ମଧ୍ୟ ରହିବା ଆବଶ୍ୟକ। ଗଣମତାମତ ଗ୍ରହଣ ବା ରେଫରେଣ୍ଡମ୍ ଏକ ଡେସ୍କ ଗୋଟିଏ ନାସ୍ତିସୂଚକ ମାଧ୍ୟମ ଅଟେ। ଗଣ ଉଦ୍ୟୋଗ ବା ଇନିସିଏଟିଭ୍ର ଅର୍ଥ ହେଲା ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ।
ସୁଇଜରଲ୍ୟାଣ୍ଡର କେଉଁ ଗୋଟିଏ କ୍ୟାଣ୍ଟନରେ ଲୋକମାନେ ଆଇନ ପ୍ରଣୟନ ଓ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବ୍ୟବସ୍ଥାକୁ ଡେସ୍କ ବୋଲି କୁହାଯାଏ ବା ଲ୍ୟାଣ୍ଡ ସିମିଣ୍ଡେ ବୋଲି କୁହାଯାଇଥାଏ। ଭାରତର କେଉଁ ରାଜ୍ୟରେ କେଉଁ ଗ୍ରାମରୁ ନକ୍ସଲପନ୍ଥୀ ଆନ୍ଦୋଳନ ହୋଇଛି? ନା ନକ୍ସଲବାଡ଼ି ଠାରୁ ପଶ୍ଚିମବଙ୍ଗରୁ, ଯାହା ୱେଷ୍ଟବେଙ୍ଗଲ ଯାହାକୁ କହୁଛି। ନକ୍ସଲପନ୍ଥୀ ଆନ୍ଦୋଳନ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା? 67 ମେ 25 1967 ବା 1967। ଭାରତରେ 2011 ଜନଗଣନା ଅନୁଯାୟୀ ପୁରୁଷର ସାକ୍ଷରତା ହାର କେତେ? 82.14%। କେବଳ ନିଜ ଅଞ୍ଚଳର ବିକାଶ ଚାହୁଁଥିବା ମତବାଦ କେଉଁ ନାମରେ ପରିଚିତ? ନା ଆଞ୍ଚଳିକତାବାଦ ନାମରେ ପରିଚିତ। ନିଜ ଅଞ୍ଚଳ ପ୍ରତି ଅହେତୁକ ଭଲ ପାଇବା। ଭାରତରେ କୌଣସି ବ୍ୟକ୍ତି ପଢ଼ି ଲେଖି ପାରୁଥିଲେ ତାକୁ କ'ଣ ବୋଲି କୁହାଯାଏ? ଶିକ୍ଷିତ ବା ସାକ୍ଷର। ଆଉ ଯିଏ ପଢ଼ିନା ନିରକ୍ଷର ବୋଲି କୁହାଯାଏ। ଗଣତନ୍ତ୍ରରେ ସମ୍ପ୍ରସାରଣ ଜନିତ ସମସ୍ୟା କେଉଁ ପ୍ରସଙ୍ଗ ଗୁଡ଼ିକ ସୂଚିତ କରିଥାଏ? ନା ସବୁ ଯାହା ହେଲା ସ୍ଥାନୀୟ ଶାସନ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ କରିବା, ସବୁ ସଂସ୍ଥାରେ ଗଣତନ୍ତ୍ରର ମୌଳିକ ନୀତିର ପ୍ରୟୋଗ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳା ସଂଖ୍ୟାଲଘୁକୁ ଅନ୍ତର୍ଭୁକ୍ତିକରଣ କରିବା। ଗୋଟିଏ ଜାତିର ଅଧିକ ପ୍ରଭାବ ଉପଯୋଗକୁ କ'ଣ କୁହାଯାଏ? ନା ଜାତିବାଦ ବୋଲି କୁହାଯାଏ। ଡେସ୍କ ମତରେ ଗଣତନ୍ତ୍ର ଏକ ସରକାର ଯେଉଁଠାରେ ପ୍ରତ୍ୟେକଙ୍କର ଅଂଶ ଥାଏ। ସିଲି କହିଥିଲେ। ଡେସ୍କ ରାଷ୍ଟ୍ରରେ ବର୍ତ୍ତମାନ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ, ସୁଇଜରଲ୍ୟାଣ୍ଡରେ ପ୍ରଚଳିତ। ଡେସ୍କ ମତରେ ଗଣତନ୍ତ୍ର ଅଯୋଗ୍ୟର ଶାସନ, ଫାଗେଟଙ୍କ ମତରେ ଗଣତନ୍ତ୍ର ଅଯୋଗ୍ୟମାନଙ୍କର ଶାସନ। ପରୋକ୍ଷ ଗଣତନ୍ତ୍ରର ଅନ୍ୟ ନାମ ପ୍ରତିନିଧିମୂଳକ ଗଣତନ୍ତ୍ର। ଭାରତରେ ନକ୍ସଲପନ୍ଥୀ ଆନ୍ଦୋଳନ ପ୍ରଥମେ ଡେସ୍କ ଆରମ୍ଭ କରିଥିଲେ? ନା ଚାରୁ ମଜୁମଦାର ଯିଏକି ୱେଷ୍ଟବେଙ୍ଗଲର ଥିଲେ। ଗଣଭୋଟ ଗଣୋଦ୍ୟୋଗ ଡେସ୍କ ଗଣତନ୍ତ୍ରର ଗୋଟେ ମୌଳିକ ଉପାଦାନ, ପ୍ରତ୍ୟକ୍ଷ ଗଣତନ୍ତ୍ର। ଆଉ ଗୋଟେ କ'ଣ ରହିଛି ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ। ଡେସ୍କ ମତରେ ବହୁତ ଲୋକମାନଙ୍କ ଦ୍ୱାରା ଶାସିତ ଖରାପ ବ୍ୟବସ୍ଥା ବୋଲି କହିଥିଲେ ଆରିଷ୍ଟଟଲ। ଡେସ୍କକୁ ସଂଖ୍ୟାଗରିଷ୍ଠ ଶାସନ ବୋଲି କୁହାଯାଏ ଗଣତନ୍ତ୍ର। ପ୍ରାଚୀନ ଗ୍ରୀସରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା। ଗଣତନ୍ତ୍ର ଜନପ୍ରିୟ ସାର୍ବଭୌମତ୍ୱ ପ୍ରତିଷ୍ଠା କରିଥାଏ। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରୀ ଅଂଶଗ୍ରହଣ କରିଥାନ୍ତି। ଉପର ଯାହା ଅଛି ବ୍ଲାକ୍ରେ ତାହା ଭୁଲ ଏବଂ ଯାହା ବ୍ଲୁରେ ଅଛି ତାହା ଅଛି ରାଇଟ୍। ଭାରତ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ। ଶାସିତଙ୍କ ମତ ଓ ସମର୍ଥନରେ ଗଠିତ ସରକାରକୁ ଗଣତନ୍ତ୍ର ବୋଲି କୁହାଯାଇଥାଏ। ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ 1967 ବା 1967 ମସିହାରେ ଆରମ୍ଭ ହୋଇଥିଲା। ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ 1967 ମସିହାରେ ଆରମ୍ଭ ହୋଇଥିଲା। ଜାତିସଂଘ 1990 ମସିହା ଆନ୍ତର୍ଜାତିକ ଶିକ୍ଷିତ କାର୍ଯ୍ୟ ରୂପେ ପାଳନ କରିଥାଏ। ଭାରତ ସମ୍ବିଧାନର ଶିକ୍ଷା ରୂପକ ମୌଳିକ ଅସ୍ୱୀକାରକୁ ଧାରା 21 ଧାରାରେ ଯୋଗ କରାଯାଇଛି। ଭାରତରେ ସର୍ବଶିକ୍ଷା ଅଭିଯାନ 2001ରୁ ଆରମ୍ଭ ହୋଇଛି। 86ତମ ସମ୍ବିଧାନ ସଂଶୋଧନରେ 2002 ଯାହା ହେଇଥିଲା 6ରୁ 14 ବର୍ଷ ପିଲାଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ଗୋଟେ ଅଧିକାର ଭାବରେ ମାନ୍ୟତା ପ୍ରଦାନ କରାଯାଇଛି। ଗଣତନ୍ତ୍ରର ଯେକୌଣସି ଲକ୍ଷଣ ଦର୍ଶାଅ, ଏହା ଆମେ ପରବର୍ତ୍ତୀ ସମୟରେ ଦେଖିବା।